ମଣିଷର ଖୁସି ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା ମଣିଷର ପ୍ରଥମ ଧର୍ମ ଅଟେ। ଗୋଟିଏ ଛୋଟ ଏବଂ ସୁନ୍ଦର କାହାଣୀ ଆମକୁ ଶିଖାଇଯାଏ କି ଧନ୍ୟବାଦ ଦେବା କେତେ ମହତ୍ତ୍ୱପୂର୍ଣ୍ଣ ଅଟେ। ଗୋଟିଏ ଛୋଟ ପକ୍ଷୀଟିଏ ଗୋଟିଏ ବିଶାଳ ମରୁଭୂମିରେ ଫସି ରହିଥାଏ। ତାର ସବୁ ପର ମଧ୍ୟ ଝଡ଼ି ଯାଇଥାଏ। ସେ ଉଡ଼ି ପାରୁଥାଏ ନା ତ ତତଲା ବାଲିରେ ଚାଲି ପାରୁଥାଏ। ଗୋଟିଏ ପଥର ଉପରେ ବସିକି ମୃତ୍ୟୁର ବାଟ ଦେଖୁଥାଏ। ସେହି ମରୁଭୂମିରେ ପିଇବା ପାଇଁ ପାଣି ନଥାଏ କି ଖାଇବା ପାଇଁ ଖାଦ୍ୟ ନଥାଏ। ଗୋଟିଏ ଦିନ ଦେଖିଲା ଯେ ଆକାଶରେ ଗୋଟିଏ ବିଶାଳକାୟ ଗରୁଡ଼ ପକ୍ଷୀଟିଏ ଉଡ଼ି ଯାଉଛି। ଏହା ଦେଖି ସେ ଛୋଟ ପକ୍ଷୀଟି ବିକଳରେ ଗରୁଡ଼କୁ ଡାକ ପକାଇଲା। ଡାକ ଶୁଣି ଗରୁଡ଼ ଆସିଲା। ସେ ଛୋଟ ପକ୍ଷୀଟି ଗରୁଡ଼କୁ ପଚାରିଲା, କି କୁଆଡ଼େ ଯାଉଛ? ଗରୁଡ଼ କହିଲା କି ମୁଁ ସ୍ୱର୍ଗକୁ ଯାଉଛି ଭଗବାନଙ୍କୁ ଦେଖା କରିବା ପାଇଁ। ସେହିଠାରୁ ଛୋଟ ପକ୍ଷୀଟି କହିଲା, ଠିକ୍ ଅଛି, ମୋର ଛୋଟ କାର୍ଯ୍ୟଟିଏ କରିଦେବ। ଭଗବାନଙ୍କୁ ଭେଟିଲେ କହିବ କି ମୁଁ ଏ ଦୁଃଖରୁ କ'ଣ କରିଲେ ମୁକ୍ତି ପାଇବି। ଗରୁଡ଼ଟି ସେ ଖବର ନେଇ ଚାଲିଲା ସ୍ୱର୍ଗକୁ। ସ୍ୱର୍ଗର ବାଟରେ ପ୍ରହରୀମାନଙ୍କୁ ଭେଟିଲା ଏବଂ ଭାବିଲା କି ସେ ଛୋଟ ପକ୍ଷୀର କଥାଟିକୁ ଏମାନଙ୍କୁ ପଚାରିବି। ଗରୁଡ଼ ପ୍ରହରୀମାନଙ୍କୁ ପଚାରିଲା, ହେ ପ୍ରହରୀ, ଏହି ମରୁଭୂମିରେ ଗୋଟିଏ ଛୋଟ ଚଢ଼େଇଟିଏ ବହୁତ ଦୁଃଖରେ ଅଛି। ନା ତ ତା'ର ପର ଅଛି ଉଡ଼ିବା ପାଇଁ, ନା ତା ପାଖରେ ପାଣି ଅଛି ପିଇବା ପାଇଁ। ସେ କ'ଣ କଲେ ମୁକ୍ତି ପାଇବ? ପ୍ରହରୀଟି ଦେଖିଲା ଏବଂ କହିଲା କି ସେ ଛୋଟ ଚଢ଼େଇର କରିଥିବା କର୍ମର ଫଳ ଅଟେ। ସେ ଆଉ 12 ବର୍ଷ ସେମିତି ଦୁଃଖ ପାଇବ। ମରଣ ମଧ୍ୟ ତାକୁ ଛୁଇଁ ପାରିବ ନାହିଁ। ସେମିତି ଦୁଃଖରେ ତା'ର ଜୀବନ କଟିବ। ସେହିଠାରୁ ଗରୁଡ଼ କହିଲା, ହେ ପ୍ରହରୀ, ଏହି ଛୋଟ ଚଢ଼େଇର ଦୁଃଖକୁ ମୁଁ ଦେଖିପାରୁନାହିଁ। ଏ ଚଢ଼େଇକୁ ଶାନ୍ତି କେମିତି ପ୍ରାପ୍ତ ହେବ, ଦୟାକରି ମୋତେ କହିଦିଅନ୍ତୁ। ଏଥର ପ୍ରହରୀ କହିଲା, ଠିକ୍ ଅଛି, ସେ ଚଢ଼େଇକୁ କହିବ କି ଯେକୌଣସି କାର୍ଯ୍ୟ କରୁ ଶେଷରେ ଭଗବାନ ତମର ଅଶେଷ ଧନ୍ୟବାଦ କହିବ। ଗରୁଡ଼ଟି ସେହିଠାରୁ ଚାଲି ଆସିଲା ଏବଂ ଛୋଟ ଚଢ଼େଇ ପାଖକୁ ଗଲା। ଛୋଟ ଚଢ଼େଇଟି ମୁକ୍ତିର ବାଟ ପଚାରିଲା। ଗରୁଡ଼ କହିଲା, ମୁଁ ତୋତେ ଗୋଟିଏ ମନ୍ତ୍ରଟିଏ ଦେବି ଏବଂ ତୁ ଯେକୌଣସି କାର୍ଯ୍ୟ କରିବା ପରେ ଭଗବାନ ତମର ଅଶେଷ ଧନ୍ୟବାଦ କହିବୁ। ଛୋଟ ଚଢ଼େଇଟି ହଁ ଭରିଲା। ଏଥର ଗରୁଡ଼ଟି ଉଡ଼ି ଚାଲିଗଲା। ସେ ଚଢ଼େଇଟି ଉଡ଼ିବାକୁ ଚେଷ୍ଟା କରୁଥାଏ କିନ୍ତୁ ଉଡ଼ି ପାରୁନଥାଏ। ସେମିତି 12 ଦିନ ବିତିଗଲା। ଗରୁଡ଼ ପୁଣି ସେହି ବାଟ ଦେଇଗଲା। ଦେଖିଲା ଯେ ସେ ମରୁଭୂମିରେ ଫୁଲ, ଫଳ, ଗଛ, ଲତା, ପାଣି ଏବଂ ସେ ଛୋଟ ଚଢ଼େଇର ପର ମଧ୍ୟ ଆସିଯାଇଥାଏ। ଖୁସିରେ ସେ ଏ ଡାଲରୁ ସେ ଡାଲକୁ ଉଡ଼ି ବୁଲୁଥାଏ। ସେହି ଗରୁଡ଼ ପକ୍ଷୀ ଏହା ଦେଖି କିଛି ବୁଝିପାରିଲା ନାହିଁ ଏବଂ ପୁଣି ସ୍ୱର୍ଗକୁ ଗଲା। ପ୍ରହରୀକୁ ପଚାରିଲା କି ମୋତେ କାହିଁକି ମିଛ କହିଲ? ସେ ଛୋଟ ଚଢ଼େଇର ତ 12 ବର୍ଷର ଦୁଃଖର ଜୀବନ କାଟିବାର ଥିଲା। ସେହି ଚଢ଼େଇ ତ ବହୁତ ଖୁସିରେ ଅଛି। ଖାଇବା ପାଇଁ ଫଳ, ପିଇବା ପାଇଁ ପାଣି, ଉଡ଼ିବା ପାଇଁ ପର ମଧ୍ୟ ହୋଇଗଲା। ପ୍ରହରୀ ହସିଲା ଏବଂ କହିଲା, ଏହି ସବୁର କାରଣ ସେହି ମନ୍ତ୍ର ଯାହାକି ଆମେ ତମକୁ ଦେଇଥିଲୁ। କି ଭଗବାନ ତମର ଅଶେଷ ଧନ୍ୟବାଦ। ସେହି ଛୋଟ ଚଢ଼େଇଟି ଉଡ଼ିବାକୁ ପ୍ରୟାସ କରେ କିନ୍ତୁ ଉଡ଼ି ନ ପାରି ତତଲା ବାଲିରେ ପଡ଼ିଯାଏ ଏବଂ ଉଠି କହେ କି ଭଗବାନ ତମର ଅଶେଷ ଧନ୍ୟବାଦ। ସେ ବାରମ୍ବାର ସେମିତି କରିଲା ଏବଂ ଶେଷରେ କହେ, ଭଗବାନ ତମର ଅଶେଷ ଧନ୍ୟବାଦ। ଭଗବାନ ଏଥର ତାର 12 ବର୍ଷର ଦୁଃଖରୁ ମୁକ୍ତି ଦେଇ 12 ଦିନର କରିଦେଲେ। କାହିଁକି ନା ଭଗବାନ ନିଜର ଭକ୍ତର ଦୁଃଖକୁ ଦେଖିପାରନ୍ତି ନାହିଁ। କିନ୍ତୁ ଏହି କାହାଣୀଟି ସେ ଛୋଟ ଚଢ଼େଇର ନଥିଲା, ମୋର ଏବଂ ଆପଣମାନଙ୍କର ଥିଲା। ଆପଣଙ୍କ ପାଖରେ ଖାଇବା ପାଇଁ ମୁଠେ ଚାଉଳ ଅଛି କିନ୍ତୁ ସେହି ମୁଠେ ଚାଉଳ ଆଉ ଏକ ବ୍ୟକ୍ତି ପାଖରେ ନାହିଁ। ଆପଣଙ୍କ ପାଖରେ ସୁସ୍ଥ ସବଳ ଶରୀର ଅଛି କିନ୍ତୁ ସେ ସୁସ୍ଥ ସବଳ ଶରୀର ଆଉ ଏକ ବ୍ୟକ୍ତି ପାଖରେ ନାହିଁ। ଯଦି ଆକ୍ସିଡେଣ୍ଟରେ ଗୋଟିଏ ଗୋଡ଼ କଟିଗଲା, ଭଗବାନଙ୍କୁ ଧନ୍ୟବାଦ ଦିଅ କାହିଁକି ନା ଆପଣଙ୍କ ଆଉ ଏକ ଗୋଡ଼ ଭଲରେ ଅଛି। ଆମ ଭଳି ବହୁତ ଲୋକ ସେ ଭଗବାନଙ୍କୁ ଗାଲି କରିଥାଉଁ ଧନ୍ୟବାଦ ଦେବା ସ୍ଥାନରେ। ଯଦି ତମେ ତମ ଜୀବନରେ ନେଗେଟିଭକୁ ଛାଡ଼ି ପଜିଟିଭକୁ ଦେଖି ଭାବିବ କି ଯାହା ମୋର ଜୀବନରେ ଅଛି ସେତିକି ସୁଖ ତ ମୋ ଆଗରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖରେ ନାହିଁ, ତ ଧୀରେ ଧୀରେ ଆପଣଙ୍କ ଜୀବନରେ ଆହୁରି ଅଧିକ ଖୁସି ଭରି ହୋଇଯିବ। ଗୋଟିଏ କଥାକୁ ସବୁବେଳେ ଧ୍ୟାନ ଦେବ,
ସକାରାତ୍ମକ ଭାବନା ସର୍ବଦା ମନରେ ରଖିବ ଏବଂ ସବୁ କାର୍ଯ୍ୟରେ ଦୁଃଖ ହେଉ ବା ଖୁସି, ଭୋକରେ ଥାଅ ବା ଖାଇଥାଅ, ଗଛ ତଳେ ଥାଅ ବା କୋଠା ଘରରେ ଶୋଇଥାଅ, ତମର କିଛି ହଜିଗଲା ବା ତମକୁ କିଛି ମିଳିଗଲା, ଭଗବାନଙ୍କୁ ସର୍ବଦା ଧନ୍ୟବାଦ ଦିଅ। ଦେଖିବ ସେ ଛୋଟ ଚଢ଼େଇ ପରି ତମ ଜୀବନରେ ବି ଖୁସି ଆଡ଼୍ ହୋଇଯିବ।